ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ତ +2 ସେକେଣ୍ଡ ଇୟର କ'ଣ ନା ଆର୍ଟ୍ସ ପିଲା। ତ ଯେଉଁମାନଙ୍କର ଅଛି କ'ଣ ନା ଅପସନାଲ୍ ଓଡ଼ିଆ ଯେଉଁ ଇଚ୍ଛାଧୀନ ଓଡ଼ିଆ ଅଛି ତ ଇଚ୍ଛାଧୀନ ଓଡ଼ିଆରେ ଆମେ 80 ମାର୍କରେ ମାରାଥନ୍ କ୍ଲାସ୍ ଆଲୋଚନା କରିବା। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ। ଆଉ ଏକ୍ଜାମ୍ ପାଖେ ଅଳ୍ପ ଦିନ ରହିଲା ପିଲାମାନେ ହାତରେ, ତ ଆମେ ମାରାଥନ୍ କ୍ଲାସ୍ କରି ସାରିବା। ତ ଚାଲ ଆମେ ଷ୍ଟାର୍ଟ କରିବା। କ'ଣ ଦେଇଛି କୋଶ୍ଚିନ୍ ତ କ'ଣ ଦେଲା ନା 3ଟା ତମର ଆସିବ। ତ MCQ କୋଶ୍ଚିନ୍ ଆନ୍ସର୍। କେଉଁମାନେ ପ୍ରଖର ଭାବରେ ଡାକ ଛାଡ଼ିଲେ? କୁମ୍ଭାଟୁଆ ନା ଖଞ୍ଜନ ନା ବଣି ନା କୁକୁଟ? କେଉଁମାନେ ପ୍ରଖର ଭାବରେ ଡାକ ଛାଡ଼ିଲେ? ନା କୁକୁଟ। କିଏ? ନା କୁକୁଟ। ନେକ୍ସଟ, ନନ୍ଦ ଘରେ ଚାଲିଥିବା ଉତ୍ସବର ନାମ କ'ଣ? ଧନୁଯାତ୍ରା, ଚନ୍ଦନ ଯାତ୍ରା, କୁମାର ପୂର୍ଣ୍ଣିମା, ରାହାସ ପୂର୍ଣ୍ଣିମା। କ'ଣ ହବ ପିଲାମାନେ? ନା କୁମାର ପୂର୍ଣ୍ଣିମା। ନନ୍ଦ ଘରେ ଚାଲିଥିବା ଉତ୍ସବର ନାମ କୁମାର ପୂର୍ଣ୍ଣିମା। ନେକ୍ସଟ, ପରଶୁରାମଙ୍କର ପିତାଙ୍କ ନାମ କ'ଣ? ଯମଦଗ୍ନି, ଶୁକଦେବ, ଗୌତମ, ଅତ୍ରି। ପରଶୁରାମଙ୍କ ପିତାଙ୍କ ନାମ କ'ଣ? ନା ଯମଦଗ୍ନି। କ'ଣ? ନା ଯମଦଗ୍ନି। ପିଲାମାନେ ପରବର୍ତ୍ତୀ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ଆଗେ ବଣୁଆ ଲୋକର ସ୍ୱଭାବ କିପରି ଥିଲା? କିପରି ଥିଲା ନା ଆଗେ ବଣୁଆ ଲୋକର ଆଗେ ବଣୁଆ ଲୋକର କ'ଣ ନା ସ୍ୱଭାବ ଖୁବ୍ ସରଳ ଥିଲା ଏବଂ ସେ ସବୁବେଳେ ସତ ହିଁ କହୁଥିଲା। ନେକ୍ସଟ, 2 ମାର୍କିଆ। 40ରୁ 50 ଶବ୍ଦ ମଧ୍ୟ ଲେଖିବା। ଲେଖକଙ୍କ ନାଁ ସହିତ ଧୋବଲି ଠକ କହିଲେ କ'ଣ ବୁଝ? ନା ସତ୍ୟମେବ ଜୟତେ ପ୍ରବନ୍ଧରେ ପ୍ରାବନ୍ଧିକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଏହା ଉଲ୍ଲେଖ କରିଛନ୍ତି। ପ୍ରାବନ୍ଧିକ ମତରେ ଯେଉଁମାନେ ଉପରକୁ ଭଦ୍ର ଜଣା ପଡୁଥିବେ କିନ୍ତୁ ଭିତରେ ଠକ ଟାଉଟର ଧପ୍ପାବାଜ ହୋଇଥିବେ ସେହିମାନେ ହିଁ କ'ଣ ନା ଧୋବଲି ଠକ। ନେକ୍ସଟ, ପୃଥିବୀ ନାମକ ବାସ୍ତବାନୁଭବର କ୍ଷେତ୍ର ଗୁଡିକ କିପରି ପୋଖତ ହେଲେ? କ'ଣ ପିଲାମାନେ? ନା ସମାନତା, ସ୍ୱାଧୀନତା, ଭାତୃତ୍ୱ ପ୍ରବନ୍ଧରେ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଏହା ଉଲ୍ଲେଖ କରିଛନ୍ତି। ପୃଥିବୀ ନାମକ ବାସ୍ତବାନୁଭବନରେ କ୍ଷେତ୍ର ଗୁଡିକ ହିଁ ସତ୍ୟ ଅବା କେତେ କେତେ ସଂଘାତର ମାଧ୍ୟମରେ ବହୁ ପରୀକ୍ଷା ତଥା ପ୍ରତ୍ୟକ୍ଷଣ ଦ୍ୱାରା କ୍ରମେ ପୋଖତ ହେଲେ। ଅର୍ଥନୀତିଜ୍ଞ ଆହ୍ୱାନକ୍ରମେ ମଣିଷ କାହାକୁ ଈଶ୍ୱରଙ୍କ ଆସନରେ ବସାଇଲେ? ନା ଛୋଟ ଇ ସୁନ୍ଦର ପ୍ରବନ୍ଧରେ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ଉଲ୍ଲେଖ କରିଛନ୍ତି। ଅର୍ଥନୀତିଜ୍ଞ ଆହ୍ୱାନକ୍ରମେ ମଣିଷ ଅର୍ଥ ଉପାର୍ଜନକୁ ଈଶ୍ୱରଙ୍କ ଆସନରେ ବସାଇଲେ। ନେକ୍ସଟ, ବେଦାନ୍ତ ଦର୍ଶନ ଦ୍ୱାରା କ'ଣ ପ୍ରତିପାଦିତ ହେଉଛି? ନା ଆଧ୍ୟାତ୍ମିକ ଭିତ୍ତି। ପ୍ରବନ୍ଧରେ ପ୍ରାବନ୍ଧିକ ରତ୍ନାକର ପତି ଉଲ୍ଲେଖ କରିଛନ୍ତି କ'ଣ ନା ଭାରତରେ ପ୍ରଚଳିତ ଅନ୍ୟାନ୍ୟ ଦର୍ଶନ ଠାରୁ ବେଦାନ୍ତ ଦର୍ଶନ ସ୍ୱରୂପ ଭିନ୍ନ। ଏହା ଅନ୍ୟାନ୍ୟ ଦର୍ଶନମାନଙ୍କୁ ଖଣ୍ଡନ କରି କ'ଣ ନା ପ୍ରତିପାଦ୍ୟ କରିଅଛି ଯେ ଏକ ଅଦ୍ୱିତୀୟ ଅଖଣ୍ଡ ସଚ୍ଚିଦାନନ୍ଦ ବ୍ରହ୍ମଶକ୍ତି ହିଁ ବିଶ୍ୱର ମୂଳ ପଦାର୍ଥ ରୂପେ ବିଦ୍ୟମାନ। ବିଶ୍ୱର ଯାବତୀୟ ପ୍ରକ୍ରିୟାରେ ଏହା ପ୍ରକାଶମାନ। 3 ମାର୍କିଆ, ଯେକୌଣସି 2ଟା କରିବ 3 ମାର୍କିଆ। ତାପରେ 5 ମାର୍କିଆ ଯେକୌଣସି 1। ତାପରେ ଆସିଲା ଗଳ୍ପ ବିଭାଗ। ସକାଳ 8ଟା ପର୍ଯ୍ୟନ୍ତ ଚୂଡ଼ାମଣିଙ୍କର ବଙ୍ଗଳାରେ କ'ଣ ଖୋଲି ନଥାଏ? ଦ୍ୱାର, କବାଟ, ଝରକା, ଗେଟ୍। କ'ଣ ଖୋଲି ନଥାଏ ପିଲାମାନେ? ନା କବାଟ ଖୋଲି ନଥାଏ। ପରବର୍ତ୍ତୀ କ୍ୱେଶ୍ଚିନ୍, ବିହାରରୁ କିଏ ଟ୍ରାନ୍ସଫର ହୋଇ ଆସିଥିଲା? ମିସ୍ ଟିନା, ମିସ୍ ସିପ୍ରା, ମିସ୍ ଲୁନା, ମିସ୍ ମିନା। କିଏ? ନା ମିସ୍ ଲୁନା। ନେକ୍ସଟ କ୍ୱେଶ୍ଚିନ୍, ମିସ୍ ଲୁନା ଶିକାର କରିବାରେ କ'ଣ ହାସଲ କରିଥିଲା? ସାର୍ଟିଫିକେଟ, ପାରଦର୍ଶିତା, ପ୍ରଶଂସାପତ୍ର, ଜନ ସମର୍ଥନ। କ'ଣ ପିଲାମାନେ? ନା ସାର୍ଟିଫିକେଟ। ମିସ୍ ଲୁନା କ'ଣ ନା ସାର୍ଟିଫିକେଟ ଶିକାର କରିବାରେ ହାସଲ କରିଥିଲା। 1 ମାର୍କିଆ। ପ୍ରତିବର୍ଷ ଓଡ଼ିଶାକୁ ଘଣ୍ଟା ଘଣ୍ଟା ପରେ କିଏ ଆସେ? ପ୍ରତିବର୍ଷ ଓଡ଼ିଶାକୁ ଘଣ୍ଟା ଘଣ୍ଟା ପରେ କିଏ ଆସେ? ନା ପ୍ରତିବର୍ଷ ଓଡ଼ିଶାକୁ ଘଣ୍ଟା ଘଣ୍ଟା ପରି ମେହେର ଜୟନ୍ତୀ ଆସେ। ନେକ୍ସଟ, ବଜାରକୁ ଦୋସା ଆଣିବାକୁ ଯାଇଥିବା ପୂଜାର ନାମ କ'ଣ?
ନା ବଜାରକୁ ଦୋସା ଆଣିବାକୁ ଯାଇଥିବା ପୂଜାର ନାମ ହେଲା ଚନ୍ଦ୍ରମଣି। ତାପରେ 2 ମାର୍କିଆ ମୋପାଂସା ନାରୀର ସୁପ୍ତ ଅଭିଳାଷ ସମ୍ପର୍କରେ କଣ କହିଥିଲା? ନା ପକ୍ଷାଘାତ ଗଳ୍ପରେ ଗାଳ୍ପିକ ବାମଚରଣ ମିତ୍ର ଉଲ୍ଲେଖ କରିଛନ୍ତି ଗାଳ୍ପିକଙ୍କ ବର୍ଣ୍ଣନା ଅନୁଯାୟୀ ମୋପାଂସା ନାରୀର ସୁପ୍ତ ଅଭିଳାଷ ସମ୍ପର୍କରେ କହିଛନ୍ତି ଯେ ନାରୀର ସୁପ୍ତ ଅଭିଳାଷ ଜଗାଇବା ଅନୁଚିତ, କାରଣ ଥରେ ତାହା ଜାଗିଲେ ତାର ଗତିରୋଧ କରିବା ଅସମ୍ଭବ। ପରବର୍ତ୍ତୀ କଣ ପାଇଁ ମଣିଷ ଆର ଜନ୍ମରେ କୁକୁର ହେଉ ବୋଲି ମାଙ୍କର ଧାରଣା? ନା ମା ଆସିଲାଣି ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଉଲ୍ଲେଖ କରିଛନ୍ତି କାହାରି ପାଖରେ ଧାରୁଆ ହୋଇ ବଞ୍ଚିଲେ ପରଜନ୍ମରେ ମଣିଷ ତା ପାଖରେ କୁକୁର ହୋଇ ଜନ୍ମ ହୁଏ ବୋଲି ମାଙ୍କର ଧାରଣା। ନେକ୍ସଟ ପ୍ରିୟଦମ୍ବା ଅନୁସୟା କିପରି ମନେ ହୁଅନ୍ତି? ନା ମେଡିକାଲ କଲେଜର ମେହେର ଜୟନ୍ତୀ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଉଲ୍ଲେଖ କରିଛନ୍ତି ଶକୁନ୍ତଳା ପାଖରେ ଥିବା ପ୍ରିୟମ୍ବଦା ଓ ଅନୁସୟା ଗାଇନୋକୋଲୋଜିଷ୍ଟ ପାଖରେ ଥିବା 2 ନର୍ସ ଭଳି ମନେ ହୁଅନ୍ତି। ତାପରେ 3 ମାର୍କିଆ ଯେକୌଣସି 2ଟା 5 ମାର୍କିଆ। ତାପରେ ଆସିଲା ବ୍ୟାକରଣ 5 ମାର୍କିଆ କଣ ନା ଯେକୌଣସି 2ଟା କରିବ। ରୂପକ ଅଳଙ୍କାର ପଢେଇ ଦେଇଥିଲି ଲଙ୍ଗ କ୍ୱେଶ୍ଚିନ୍ ରେ ଦେଖିଦବ ପିଲାମାନେ, ତ ଯେକୌଣସି 2ଟା କରିବ 5 ମାର୍କିଆ। ତାପରେ ଆସିଲା 1 ମାର୍କିଆ 3ଟା 2ଟି ବିସର୍ଗ ସନ୍ଧିର ଉଦାହରଣ ଦିଅ। 2ଟି ବିସର୍ଗ ସନ୍ଧିର ଉଦାହରଣ ହଉଛି କଣ ନା ନିହି ଯୁକ୍ତ ଧନ ନିର୍ଧନ, ଏମିତି ନିହି ଯୁକ୍ତ ଧନ ନିର୍ଧନ। ତାପରେ ଆସିଲା ତତଃ ଯୁକ୍ତ ଅଧିକ ସମାନ ତତୋଧିକ। ତାପରେ କଣ ଦେଲା ନା 2ଟି ବ୍ୟଞ୍ଜନ ସନ୍ଧିର ଉଦାହରଣ। ବ୍ୟଞ୍ଜନ ହଉଛି ଉତ୍ ଯୁକ୍ତ ଛେଦ ଉଚ୍ଛେଦ, ଉତ୍ ଯୁକ୍ତ ଲେଖ ଉଲ୍ଲେଖ। ତାପରେ ସନ୍ଧିଶକର ମହାକାଶ ମହାଯୁକ୍ତ କଣ ନା ଆକାଶ। ତାପରେ ଉପସର୍ଗ ଲଗାଇ 2ଟି ନୂତନ ଶବ୍ଦ ଲେଖ। ଉପସର୍ଗ କଣ ନା ଉପନଦୀ ଉପକାର, ପ୍ରତି ଲଗେଇ ସେମିତି ପ୍ରତିଧ୍ୱନି ପ୍ରତିଫଳନ, ହାର ଲଗାଇ କଣ ନା ପରିହାର ପ୍ରହାର। ତ ଏ ଥିଲା ତମର କଣ ନା 80 ମାର୍କର ମାରାଥନ କ୍ଲାସ ଅପସନାଲ ଓଡିଆର ପିଲାମାନେ। ତମ ସମସ୍ତେ କହୁଥିଲ ତ 80 ମାର୍କ ନେଇ ଆସିଛି। ଭିଡିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।